ମୋର ନାମ ଗଗନ ବିହାରୀ ପଟ୍ଟନାୟକ। ମୋର ବୟସ 76 ବର୍ଷ। ମୋର ଆର୍ଥ୍ରାଇଟିସ୍ ପ୍ରୋବ୍ଲେମ୍ ହେଇଥିଲା। ବାଁ ପଟଟା ବେଶୀ, ଡାହାଣ ପଟଟା ଟିକେ କମ୍ ଥିଲା। ତାପରେ ଆମେ ଗଙ୍ଗାଧର ସାରଙ୍କ ପାଖକୁ ଆମେ ଆସି ତାଙ୍କୁ ସାକ୍ଷାତ କରିକି ତାଙ୍କଠାରୁ ଔଷଧପତ୍ର ଖାଉଥିଲୁ। ସିଏ କିନ୍ତୁ କହିଲେ ତୁମେ ଗୋଟେ MRI କରିକି ଆଣ, ମୁଁ ସଠିକ କଥା ତମକୁ କହିବି। ମୁଁ MRI କରିକି ନେଲା ପରେ ସିଏ ମୋତେ ଦେଖିଲେ, MRI ରିପୋର୍ଟ ଦେଖିକି କହିଲେ ତମର ଏଇଟା ମଉସା କେବଳ ଅପରେସନାରୀ ପ୍ରୋବ୍ଲେମ୍ ଯିବ, ନହେଲେ ସେମିତି ଔଷଧରେ କୌଣସି ପ୍ରକାର ରିମୁଭ୍ ହେଇଗଲା ନାହିଁ। ମୁଁ ସେ ବୟସ ପାସ୍ କରିଯାଇଛି। ମୁଁ କହିଲି କରିବା ଆଉ କ'ଣ। ଗଙ୍ଗାଧର ସାରଙ୍କ ଥ୍ରୋରେ ଆମେ ଉତ୍କଳରେ ଆସିକି ଟ୍ରିଟମେଣ୍ଟ ହେଇକି ଆଜି ତ ଯିବୁ ଆଉ। ଆଗରୁ ଯୋଉ ବସିଲା ବେଳେ ମୋର ଯୋଉ ଆର୍ଥ୍ରାଇଟିସ୍ ବସିଲା ବେଳେ ଟିକେ ଗୋଡ଼ ମାନେ ବସିବି ଯଦି ପୁରା ଝିମ୍ ଭଳିଆ ଲାଗିବ, ସେ ମଉଜାର ସହ ଧରିକି ବିନ୍ଧିଲା ଭଳିଆ ଲାଗିବ। ସେଇଟା ହଉନି, ମୋର ପଛପଟ ସେଇଟା ସେଇଠି ଏମିତି ହଉନି। ହସ୍ପିଟାଲକୁ ଧନ୍ୟବାଦ। ତାପରେ ଡାକ୍ତର ଷ୍ଟାଫ୍ ଭଲ ଗୁଡ୍, ଇନକ୍ଲୁଡିଂ ସମସ୍ତେ।